ସବୁବେଳେ ସେମ୍ ଆଳୁ ତରକାରୀ ଆଳୁ ଭଜା ଖାଇଯାଇ ବୋର୍ ହେଇଯିବେ। କିଛି ଚଟପଟା କିଛି ନୂଆ ବନାନ୍ତୁ, ଛୋଟରୁ ବଡ଼ ସମସ୍ତେ ପସନ୍ଦ କରିବେ। ଏମିତି ରୁଟି ସହିତ ଭାତ ସହିତ ଦେଖିବେ ପୁରା ଜମିବ, ବହୁତ ସ୍ୱାଦିଷ୍ଟ ଲାଗେ। ତ ଚାଲନ୍ତୁ ଲେଟ୍ ନ କରି ରେସିପିଟି ଆଜି ଆମେ ପ୍ରସ୍ତୁତ କରିବା। ଫୁଲ୍ ଭିଡ଼ିଓକୁ ୱାଚ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ତ ଦେଖନ୍ତୁ ଏଠି ପ୍ରଥମେ କିଛି ଆଳୁ ନେବା। ଆଳୁର ଚୋପାକୁ ଆମେ ବାହାର କରିଦେବା। ଚୋପାକୁ ବାହାର କରିସାରିବା ପରେ ଏବେ ଚାଲନ୍ତୁ ଆଳୁକୁ ଆମେ ଏବେ କଟିଂ କରିବା। ଯେହେତୁ ଆଜି ଆମେ ଚିଲି ପଟାଟୋ ବନାଉଛନ୍ତି, ତ ଏବେ ଆମେ ଆଳୁକୁ ପୁରାପୁରି ପତଲା ପତଲା ଲମ୍ବା ଲମ୍ବା ପିସେସ୍ରେ ଆମେ କଟିଂ କରିବା। ତ ଆପଣମାନେ ଆପଣମାନଙ୍କ ମନ ପସନ୍ଦ ଅନୁସାରେ କଟିଂ କରିପାରିବେ। ଆପଣମାନେ ସେମ୍ ଆଳୁ ଭଜା ଆଳୁ ତରକାରୀ ଯେବେ ଖାଇ ବୋର୍ ହେଇଯିବେ, କିଛି ଅଲଗା କିଛି ନୂଆ ବନାନ୍ତୁ, ଦେଖିବେ ବହୁତ ସ୍ୱାଦିଷ୍ଟ ଲାଗିବ। ଏମିତିରେ ବି ଥଣ୍ଡା ଦିନରେ ଦେଖିବେ କିଛି ଚଟପଟା ଖାଇବାକୁ ସମସ୍ତଙ୍କୁ ଭଲ ଲାଗେ। ଗରମ ଗରମ ପୁଣି ମିଳିଯିବ, ତା ସହିତ ରୁଟି ହଉ କି ଭାତ ହଉ, ଦେଖିବେ ସ୍ୱାଦ ହିଁ ବଢ଼ିଯାଇଥାଏ କି ଚଟପଟା ଜିନିଷ ଯଦି ଖାଇବାକୁ ମିଳିଗଲା। ତ ଏବେ କ'ଣ କରିବେ ନା ଆମେ ଆଳୁକୁ କଟିଂ କରିଦେବା। ତ ଦେଖନ୍ତୁ ଏଇଭଳି ପିସେସ୍ରେ ମୁଁ କଟିଂ କରିଦେଇଛି। ଆଳୁଟା ଅଧିକ ପତଳା ନାହିଁ କି ଅଧିକ ପୁରା ବହଳିଆ ନାହିଁ, ଆଉ ପୁରାପୁରି ଲମ୍ବା ଲମ୍ବା ପିସେସ୍ରେ ଆଳୁ କଟିଂ କରିଦେବା। 2ରୁ 3 ଥର ଟିକେ ଭଲସେ ଆକୁ କ୍ଲିନ୍ କରି ଧୋଇଦେବା। ତାକୁ ଏବେ ଆମେ ସାଇଡ଼୍ରେ ରଖିଦେବା। ତାପରେ ଦେଖନ୍ତୁ ଏଇଠି ମୁଁ ନେଇଛି ଗୋଟେ କ୍ୟାପ୍ସିକମ୍, ନେଇଛି ଗୋଟେ ପିଆଜ ନେଇଛି। ତ ଯେତିକି ଆପଣମାନେ ଆଳୁରେ ବନେଇବାକୁ ଚାହିଁବେ ସେ ଅନୁସାରେ ସବୁ କ୍ୱାଣ୍ଟିଟି ନେବେ। କ୍ୟାପ୍ସିକମ୍ ପିଆଜକୁ ଲମ୍ବା ଲମ୍ବା ପିସେସ୍ରେ ଏଠି ମୁଁ କଟିଂ କରିଦେଇଛି। ରସୁଣ କଞ୍ଚାଲଙ୍କାକୁ ପୁରା ଛୋଟ ଛୋଟ ପିସେସ୍ରେ ଆମେ କଟିଂ କରିଦେବା। ତ ଏଠି ଦେଖନ୍ତୁ ପନିପରିବା ଆମେ ସବୁ କଟିଂ ବି ହେଇସାରିଲାଣି। ଆଉ ଦେଖନ୍ତୁ କେତେ ପୁରା ପତଲା ପତଲା ପିସେସ୍ରେ କଟିଂ କରିଛି। ଯେମିତି ଆଳୁ କଟିଂ କରିବେ ନା ସେ ଅନୁସାରେ ହିଁ କଟିଂ କରିବେ। ଏଠି ଦେଖନ୍ତୁ ପିଆଜଟା ବି ପକଡ଼ା ପକଡ଼ା ବନିଯାଉଛି, ତ ଆକୁ ଆମେ ବି ସାଇଡ଼୍ରେ ରଖିଦେବା। ତାପରେ ଗୋଟେ ଗିନାରେ କିଛି ଦେଖନ୍ତୁ ଏଠି ଚିଲି ସସ୍ ନେଇଛି, ଟମାଟୋ ସସ୍ ନେଇଛି, ଆଉ ସୋୟା ସସ୍ ନେଇଛି। ପୁଣି ଆଉ କାଶ୍ମୀର ରେଡ଼୍ ଚିଲି ଏଇଥିରେ ଏଡ଼୍ କରିଦେଇଛି, ଗୋଟେ ଚାମଚ ଏଡ଼୍ କରିଦେଇଛି। ଆଉ କର୍ଣ୍ଣଫ୍ଲୋର ଗୋଟେ ଚାମଚ ଦେଇଛି। କାଶ୍ମୀର ରେଡ଼୍ ଚିଲି ବଦଳରେ ଆପଣମାନେ ରେଡ଼୍ ଚିଲି ସସ୍ ବି ନେଇପାରିବେ। କାଶ୍ମୀର ରେଡ଼୍ ଚିଲି ଏଡ଼୍ କରିବା ଦ୍ୱାରା କଲର୍ ଭଲ ଆସିବ, ମୁଁ ସେଇଥିପାଇଁ ଏଡ଼୍ କରିଛି। ଆଉ ଦେଖନ୍ତୁ ମ୍ୟାଗି ମସଲା ଏଇଥିରେ ମୁଁ ହାଫ୍ ଚାମଚ ଏଡ଼୍ କଲି, ଆଉ ଅଳ୍ପ ଟିକେ ହାଫ୍ ଚାମଚ ଏଥିରେ ଏଡ଼୍ କରିଛି। ଗୋଲମରିଚ ପାଉଡ଼ର ଏଡ଼୍ କରିଛି, ଆଉ ଅଳ୍ପ ଟିକେ ପାଣିକୁ ଦେଇଦେବା। ତାକୁ ଭଲସେ ଟିକେ ମିକ୍ସ କରି ଆମେ ଟିକେ ଫେଣ୍ଟିଦେବା, ଯେମିତିକି ସବୁତକ ଭଲସେ ପୁରା ମିକ୍ସ ହେଇଯିବ। ତ ଦେଖନ୍ତୁ କେତେ ବଢ଼ିଆ ପୁରା କଲର୍ ବି ଆସିଗଲା, ଯେହେତୁ ଏଥିରେ ଟମାଟୋ ସସ୍ ବି ପଡ଼ିଛି। ଆଉ ପୁଣି ସେଥିରେ ଆମେ କାଶ୍ମୀର ରେଡ଼୍ ଚିଲି ଏଡ଼୍ କରିଛନ୍ତି, ତ ବହୁତ ବଢ଼ିଆ କଲର୍ ଆସିଗଲା। ତ ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଏବେ ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ତ ଦେଖନ୍ତୁ ଯେଉଁ ଆଳୁ ରଖିଥିଲେ ନା ସେଇଥିରେ ଆମେ ଏଡ଼୍ କରିଦେବା ଅଦା ରସୁଣ ଶୁଖିଲା ଲଙ୍କା ମିକ୍ସ ଗୋଟେ ପେଷ୍ଟ, ମୁଁ ସେଥିରେ ଏଡ଼୍ କରିଛି ଗୋଟେ ଚାମଚ। ଆଉ ସ୍ୱାଦ ଅନୁସାରେ ଦେଇଦେବା ଲୁଣକୁ ଏଡ଼୍ କରିସାରିବା ପରେ ଆମେ ସେଇଥିରେ ଏଡ଼୍ କରିଦେବା କର୍ଣ୍ଣଫ୍ଲୋର। ଯେତିକି ଆଳୁରେ ଆପଣମାନେ ବନେଇବାକୁ ଚାହିଁବେ ସେ ଅନୁସାରେ ସବୁ କ୍ୱାଣ୍ଟିଟି ସେଥିରେ ଏଡ଼୍ କରିବେ। ଏଠି ଦେଖନ୍ତୁ କର୍ଣ୍ଣଫ୍ଲୋର ମୁଁ 3ରୁ 4 ଚାମଚ ଏଡ଼୍ କରିଛି, ବଡ଼ 3ରୁ 4 ଚାମଚ। ଯେହେତୁ ଦେଖିବେ ଆଳୁରେ ଯେତେବେଳେ ଆମେ ମିକ୍ସ କରିବା ନା ସେ ବିଲକୁଲ ବି ଲାଗିବନି ପରସ୍ପରକୁ, ଆଉ ପୁରାପୁରି ଯେମିତିକି ଶୁଖା ବନିବ। ତ ଦେଖିବେ କୋଟିଂଟା ତା ଉପରେ ଯଦି କର୍ଣ୍ଣଫ୍ଲୋର ଶୁଖା ବନିକି ରହିଲା, ତାହେଲେ ଦେଖିବେ ଯେତେବେଳେ ଆପଣମାନେ ଏ ଆଳୁଟାକୁ ଛାଣିବେ ନା, ଆଗକୁ ଆପଣମାନଙ୍କୁ ମୁଁ ଦେଖେଇବି, ସେହି ସମୟରେ ପୁରା ବହୁତ ବଢ଼ିଆ କ୍ରିପ୍ସି ବନିକି ରେଡ଼ି ହେବ। ତ ଦେଖନ୍ତୁ ଏଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିଦେବେ କଣ୍ଟିନ୍ୟୁ। ତ ଆପଣମାନେ ଫୁଲ୍ ଭିଡ଼ିଓକୁ ୱାଚ୍ କରିକି ବନାନ୍ତୁ, ଦେଖିବେ ବହୁତ ବଢ଼ିଆ ବନିକି ରେସିପିଟି ରେଡ଼ି ହୁଏ। ଆପଣମାନେ ୟାକୁ ଛୁଆମାନଙ୍କ ଟିଫିନ୍ ବକ୍ସରେ ବି ଦେବେ ଯଦି ରୁଟି ସହିତ, ଦେଖିବେ ପୁରା ଫିନିଶ୍ କରି ଆସି। ଏମିତିରେ ତ ଆଳୁଟା ହେଉଛି ସମସ୍ତଙ୍କର ଫେଭରେଟ୍, ତ ଆପଣମାନେ ଏଇ ତରିକାରେ ଥରେ ମାତ୍ର ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଏଇଭଳି ପ୍ରୋସେସ୍ରେ ଟିକେ ମିକ୍ସ କରିବେ। ମିକ୍ସ ହେଇସାରିବା ପରେ ଦେଖନ୍ତୁ ପୁରାପୁରି ଶୁଖା ବନିଯାଇଛି। ଆପଣମାନଙ୍କୁ ପାଖରୁ ବି ଦେଖାଉଛି, ଦେଖନ୍ତୁ ପୁରା ଶୁଖା ବନିଯାଇଛି, ଆଉ ବିଲକୁଲ ବି ଏଥିରେ ପାଣି ନାହିଁ, ତ ପୁରା ଡ୍ରାଏ ହିଁ ରହିଛି। ତ ପୁରା ପାଖରୁ ବି ଦେଖାଇ ଦେଉଛି ଦେଖନ୍ତୁ, ଆଉ ଯେମିତିକି ଆମେ ଦେଖନ୍ତୁ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି ବି ପାଖରୁ, ଆଉ ପୁଣି ହାତରେ ବି ଦେଖନ୍ତୁ ପୁରା ଧରି ପୁରା କ୍ୟାମେରା ସାମ୍ନାରେ ଦେଖାଉଛି କେତେ ପୁରା ଶୁଖା ଶୁଖା ବନିକି ରେଡ଼ି ହେଇଛି। ତ ଏବେ କ'ଣ କରିବା ନା ଆକୁ ଆମେ ବି ସାଇଡ଼୍ରେ ରଖିଦେବା। ଆଗ ପ୍ରଣାଳୀ ଚାଲନ୍ତୁ ପ୍ରସ୍ତୁତ କରିବା। ପ୍ରଥମେ ଗୋଟେ ଆମେ ପେନ୍ ନେବା। ସେଇ ପେନ୍ରେ ଆମେ ଏଡ଼୍ କରିଦେବା ରିଫାଇନ୍ ତେଲ। ତେଲ ପୁରା ଗରମ ହେଇସାରିବା ପରେ ଆମେ ସେଇଥିରେ ଆଳୁର ପିସେସ୍ ଗୋଟେ ଏଡ଼୍ କରିବା। ଦେଖିବେ ତେଲଟା ଗରମ ଅଛି ନା ଚେକ୍ କରିବା ପାଇଁ ପ୍ରଥମେ ମୁଁ ଗୋଟେ ସେଥିରେ ଏଡ଼୍ କଲି। ତ ଦେଖନ୍ତୁ କେତେ ସାରା ପୁରା ବବଲ୍ସ ଆସୁଛି, ତାପରେ ସବୁତକ ଏଡ଼୍ କରିଦେଲି। ଏହି ସମୟରେ ଗ୍ୟାସ୍ ଆଞ୍ଚ ମିଡ଼ିୟମ୍ ଫ୍ଲେମ୍ରେ ରଖିବା। ମିଡ଼ିୟମ୍ ଫ୍ଲେମ୍ରେ ରଖିକିରି ଆଉ ଟିକେ କଲର୍ ଚେଞ୍ଜ ହେଲା ପର୍ଯ୍ୟନ୍ତ ଟିକେ ଆମେ ଆଳୁକୁ ଏବେ ଫ୍ରାଏ କରିବା। ତ ଦେଖନ୍ତୁ ଆଳୁଟା ବିଲକୁଲ ବି ଲାଗିବନି। ଫ୍ରାଏ କରିବା ସମୟରେ ବି ଦେଖିବେ ଗୋଟା ଗୋଟା ରହିବ, ବିଲକୁଲ ପରସ୍ପର ଭିତରେ ଆଳୁଟା ଲାଗିବନି। ଯଦି ଏଇଭଳି ଯଦି ଆପଣମାନେ ବନାଉଛନ୍ତି, ପୁରା ଭିଡ଼ିଓ ଫଲୋ କରିକିରି ଆପଣମାନେ ବନାନ୍ତୁ, ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ। ତ ଇଏ ତ ଆଜି ଆପଣମାନଙ୍କୁ ମୁଁ ସେୟାର କରିଛି ମୋର ପୁଅର ମନ ପସନ୍ଦର ପଟାଟୋ ଚିଲି। ତ ଆପଣମାନେ ଏଇ ତରିକାରେ ନିହାତି ଆକୁ ଟ୍ରାଏ କରନ୍ତୁ। ତ ଦେଖନ୍ତୁ ଏଇଭଳି ଏପଟ ସେପଟ କରିକି ଟିକେ ତଳ ଉପର କରି ଭଲସେ ଟିକେ ମିକ୍ସ କରିଦେବା। ଆଉ କଲର୍ ଟିକେ ଚେଞ୍ଜ ହେଲା ପର୍ଯ୍ୟନ୍ତ ଆକୁ ଆମେ ଫ୍ରାଏ କରିବା। ତ ଦେଖନ୍ତୁ ଆପଣମାନଙ୍କ ପାଖରୁ ବି ଦେଖାଉଛି କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ଏମିତିରେ ବି ଆପଣମାନେ ଖାଇବେ ନା
ବହୁତ ସ୍ୱାଦିଷ୍ଟ ଲାଗେ। ଆ ଉପରେ ଅଳ୍ପ ଟିକେ ଯଦି ମ୍ୟାଗି ମସଲାକୁ ଏଡ଼୍ କରିଦେବେ କି ଚାଟ୍ ମସଲାକୁ ଏଡ଼୍ କରି ମିକ୍ସ କରିବି ଖାଇବେ ନା, ବହୁତ ବଢ଼ିଆ ଲାଗିବ ଛୋଟ ଛୁଆମାନଙ୍କୁ ଯଦି ଦେଉଛନ୍ତି ତାହେଲେ। ତ ଦେଖନ୍ତୁ ମୁଁ ସେମ୍ ପ୍ରୋସେସ୍‌ରେ ସବୁତକ ଛାଣିକିରି ବାହାର କରିଦେଲି। ଆଉ ଗୋଟେ ଆମେ ସାଇଡ଼୍‌ରେ ରଖିଦେବା। ତ ଏବେ ଚାଲନ୍ତୁ, ସେ ଯେହେତୁ ସେଥିରେ ଅଧିକା ତେଲ ଥିଲା ତ ମୁଁ ସେଥିପାଇଁ ତେଲ ତାର ଏକ୍ସଟ୍ରା ତେଲ ଗୁଡ଼ା ବାହାର କରିଦେଲି। ତ ଏବେ କ'ଣ କରିବା ନା, ସେଇଥିରେ ଆମେ ଏଡ଼୍ କରିଦେବା କଞ୍ଚା ଲଙ୍କା ଆଉ ଛୋଟ ଛୋଟ ପିସେସ୍‌ରେ ଯେଉଁ କଟିଂ କରି ରଖିଛନ୍ତି ରସୁଣ। କଞ୍ଚା ଲଙ୍କା ରସୁଣକୁ ଟିକେ ଆମେ ହାଇ ଫ୍ଲେମ୍‌ରେ ଏବେ ଭାଜିବା। ଯେମିତିକି ଆମର ଏଇଠି ରସୁଣ କଞ୍ଚା ଲଙ୍କାର ବହୁତ ବଢ଼ିଆ ଗୋଟେ ଫ୍ଲେଭର୍ ଆସିବ, ବାହାରିବ। ଆଉ ପୁଣି ଦେଖନ୍ତୁ ଏଇଠି ରସୁଣଟାରେ ଟିକେ ହାଲକା କଲର୍ ଚେଞ୍ଜ ହେଇଯିବ, ସେ ପର୍ଯ୍ୟନ୍ତ ଟିକେ ଭାଜିବା। ଟିକେ ଭାଜି ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଯେଉଁ କ୍ୟାପ୍ସିକମ୍ ପିଆଜକୁ ଆମେ କଟିଂ କରି ରଖିଥିଲେ ନା, କ୍ୟାପ୍ସିକମ୍ ପିଆଜକୁ ଆମେ ଏଡ଼୍ କରି ଏହି ସମୟରେ ଗ୍ୟାସ୍ ଆଞ୍ଚକୁ ପୁରା ହାଇ ଫ୍ଲେମ୍‌ରେ ରଖିକି ଆମେ ଭାଜିବା। ଯେହେତୁ ପିଆଜ କ୍ୟାପ୍ସିକମ୍ ଦେଖିବେ ଯଦି ସ୍ଲୋ ଆଞ୍ଚରେ ଭାଜିବେ ତାହେଲେ ପାଣି ଛାଡ଼ିଯିବ ଆଉ ଖାଇବାକୁ ଏତେ ଟେଷ୍ଟି ଲାଗିବନି ଚିଲିଟା। ତ ଦେଖିବେ କ୍ୟାପ୍ସିକମ୍ ପିଆଜ ଟିକେ ହାଲକା ଯଦି କଞ୍ଚା ଥିବ ଚିଲିରେ, ମାନେ ଯେତେବେଳେ ଆପଣମାନେ ଖାଇବେ ଯେଉଁ ସମୟରେ, ତ ଦେଖିବେ ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତ ଏବେ ସେଥିରେ ଆଉ ଅଳ୍ପ ଟିକେ ପିଆଜ ଶାଗକୁ ଛୋଟ ଛୋଟ ପିସେସ୍‌ରେ କଟିଂ କରି ଏଡ଼୍ କରି ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ଏହି ସମୟରେ ଗ୍ୟାସ୍ ଆଞ୍ଚ ପୁରା ହାଇ ଫ୍ଲେମ୍‌ରୁ ଫାର୍ଷ୍ଟରୁ ଲାଷ୍ଟ ପର୍ଯ୍ୟନ୍ତ ରଖିବେ। ରଖିକି ବନେଇବେ ତ ଦେଖିବେ ପରଫେକ୍ଟ ବନିକି ରେଡ଼ି ହେବ, ପୁରାପୁରି ଢାବା ଷ୍ଟାଇଲ୍‌ର ବନିକି ରେଡ଼ି ହେବ। ଆଉ ବହୁତ ବଢ଼ିଆ ବାସ୍ନା ବି ହେଉଥିଲା, ତାର ଫ୍ଲେଭର୍‌ଟା ବହୁତ ବଢ଼ିଆ ବାହାରେ। ପୁଣି ସେଥିରେ ଆମେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ। ଯେହେତୁ ଆମେ ଆଳୁରେ ଲୁଣ ଏଡ଼୍ କରିଥିଲେ, କେବଳ ଏଠି କ୍ୟାପ୍ସିକମ୍ ପିଆଜ ଅନୁସାରେ ହିଁ ଲୁଣ ଏଡ଼୍ କରିଦେବା। ଆଉ ସେଥିରେ ଗୋଟେ ବଡ଼ ଚାମଚ ସେଥିରେ ଏଡ଼୍ କରିଦେବା ଭିନେଗାର ଏଡ଼୍ କରିବା। ତ ଭିନେଗାରକୁ ଏଡ଼୍ କରି ପୁଣି ଥରେ ଟିକେ ଭଲସେ ଆକୁ ଟିକେ ମିକ୍ସ କରିଦେବା। ଯେମିତି ଲୁଣ ଭିନେଗାର ଯେମିତି ସେଥିରେ ପିଆଜ କ୍ୟାପ୍ସିକମ୍‌ରେ ପୁରା ମିକ୍ସ ହେଇଯିବ। ତାପରେ ଆମେ ଯେଉଁ ମିକ୍ସ କରି ରଖିଥିଲେ ସବୁ ସସ୍, ପୁଣି କର୍ଣ୍ଣଫ୍ଲୋର୍ ଗୋଟେ ଚାମଚ ଦେଇଥିଲି ଏଇଥିପାଇଁ ଯେ ଯେହେତୁ ଆମେ ପାଣି ସେଥିରେ ଏଡ଼୍ କରିବା ଟିକେ ବହଳିଆ ବନିବ। ଆଉ ଦେଖିବେ ତାର କୋଟିଂଟା ଯେମିତିକି ଆମର ଆଳୁ ଉପରେ ବହୁତ ବଢ଼ିଆ ଆସିବ ସେଇଥିପାଇଁ। ଆଉ ପୁଣି କ'ଣ କରିବ ନା, ଆମେ ସେ ଗିନାକୁ ଟିକେ କ୍ଲିନ୍ କରି ଆଉ ଟିକେ ମୁଁ ପାଣି ଦେଇଦେଲି ସେଥିରେ। ଏବେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଦେଖିବେ ଏ ଯଦି ଆପଣମାନେ ଜୁସି ଟିକେ ଖାଇବାକୁ ପସନ୍ଦ କରନ୍ତି ତାହେଲେ ଆଉ ଅଧିକ ଟିକେ ପାଣି ଦେଇପାରିବେ। କିନ୍ତୁ ମୁଁ ଯେହେତୁ ପୁରା କେବଳ ମାନେ ଆଳୁ ଉପରେ କୋଟିଂଟା ଲାଗିବ, ପୁରା ଡ୍ରାଏ ରହିବ, ସେଇଥିପାଇଁ ମୁଁ ଅଳ୍ପ ଟିକେ ପାଣି ଦେଇଛି। ଆଉ ଦେଖନ୍ତୁ ଏଠି ପୁରା କ୍ରିସ୍ପି ବନିଯାଇଛି ଆଳୁ ଫ୍ରାଏଟା ଆମର। ତ ସେ ଆଳୁକୁ ସେଇଥିରେ ଏଡ଼୍ କରିଦେବା। ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ତ ଆଳୁଟାକୁ ଏଠି ଆମେ କ୍ରିସ୍ପି କରିକି ଫ୍ରାଏ କରିଛନ୍ତି। ଆଉ ଦେଖିବେ ମାନେ ଚିଲିଟା ଖାଇବା ସମୟରେ ପୁରା କ୍ରିସ୍ପି ରହିବ, ଖାଇବାକୁ ବହୁତ ବଢ଼ିଆ ଲାଗିବ। ତ ଯେତେବେଳେ ଆପଣମାନେ ଖାଇବେ ନା, ସେଇ ସମୟରେ ହିଁ ବନେଇବେ, ଗରମ ଗରମ ଖାଇବେ। ତ ଦେଖିବେ ରୁଟି ଗୋଟେ ବଦଳରେ ପୁରା 4ଟି ରୁଟି ଖାଇବେ, ଏତେ ସ୍ୱାଦିଷ୍ଟ ଲାଗେ ଏ ରେସିପିଟି। ଥରେ ମାତ୍ର ଆପଣମାନେ ଟ୍ରାଏ କରନ୍ତୁ, ଘରର ବେସିକ୍ ସାମଗ୍ରୀରେ ବନିକି ରେଡ଼ି ହେଇଯିବ। କେବଳ ସସ୍ ହିଁ ଏଥିରେ ଏଡ଼୍ ହୁଏ ଏଥିରେ। ତ ଦେଖିବେ ଖାଇବା ବି ବହୁତ ସ୍ୱାଦିଷ୍ଟ ଲାଗେ। ତ ଏମିତିରେ ଆପଣମାନେ ଅନେକ ଥର ବନଉଥିବେ ଅନେକ ପ୍ରକାର ରେସିପି, କିନ୍ତୁ ଥରେ ମାତ୍ର ଏଇ ରେସିପି ଟ୍ରାଏ କରନ୍ତୁ, ଦେଖିବେ ବହୁତ ବଢ଼ିଆ ଲାଗିବ। ଆଉ ତାପରେ ଲାଷ୍ଟରେ ଅଳ୍ପ ଟିକେ ମୁଁ ପିଆଜ ଶାଗ ବି ଏଡ଼୍ କରିଦେଲି। ଆଉ ଦେଖନ୍ତୁ ଏଇଭଳି ପ୍ରୋସେସ୍‌ରେ ଟିକେ ମିକ୍ସ କରିଦେବା। ଆଉ କେତେ ବଢ଼ିଆ ପୁରା ବନିକି ରେଡ଼ି ବି ହେଇସାରିଲାଣି। ଆଉ ରାଶି ଅଳ୍ପ ଟିକେ ଏଡ଼୍ କରିଛି, ଏଇଟା ପୁରାପୁରି ଅପସନାଲ୍ ଅଛି, ଯେମିତି ସୁନ୍ଦର ଦେଖାଯିବ ସେଇଥିପାଇଁ। ତ ଗୋଟେ ପ୍ଲେଟ୍‌କୁ ବି ବାହାର କରି ଆପଣମାନଙ୍କୁ ଦେଖେଇ ଦେଉଛି, ଦେଖନ୍ତୁ କେତେ ବଢ଼ିଆ ପୁରା ବନିକି ରେଡ଼ି ହେଇଛି। ଫ୍ରେଣ୍ଡସ୍, ଆପଣଙ୍କୁ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲ୍ ଯଦି ନୂଆ ଅଛନ୍ତି ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଏହାକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍‌ରେ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଭୁଲନ୍ତୁନି। ତ ଫାଇନାଲି ରେସିପିଟି ବନିଗଲାଣି, ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି ଏକ ନୂଆ ରେସିପି ନେଇ ଆସିବି।